ନମସ୍କାର। ମୁଁ ଚାରୁବାଳା ତ୍ରିପାଠୀ ଆଜି ଆଉ ଏକ ନୂଆ ଟପିକ୍ ଉପରେ ଆଲୋଚନା କରିବା। ଆପଣ ଲକ୍ଷ୍ୟ କରିଥିବେ ଘରେ ଘରେ ଆଧୁନିକତା ନାଁରେ ଯେଉଁ ଚଳଣି ହେଉଛି ତା ଭିତରେ ବିଶୃଙ୍ଖଳାର ମଞ୍ଜି ବୁଣା ହେଇଯାଉଛି। ମୁଁ ଏ ଭିଡ଼ିଓ କରିବାର ଉଦ୍ଦେଶ୍ୟ ହେଲା, ମୁଁ ଯେତିକି ମୋ ପ୍ରଫେସନାଲ୍ ଆଉ ପର୍ସନାଲ୍ ଲାଇଫ୍ ଭିତରେ ଅନୁଧ୍ୟାନ କରିଛି, ପ୍ରତିଟି ମଣିଷ ଆପଣ ନିଜେ, ମୁଁ କହୁଛି ନୁହେଁ, ଆପଣ ନିଜେ ତର୍ଜମା କରିବେ। ଆପଣଙ୍କ ଚାରିପାର୍ଶ୍ୱରେ ଯେଉଁ ଲୋକମାନଙ୍କୁ ଦେଖୁଛନ୍ତି, ପ୍ରତିଟି ମଣିଷ କିଛି କିଛି ସମସ୍ୟାର ବୋଝକୁ ମୁଣ୍ଡରେ ଲଦି ବାଟ ଚାଲିଛନ୍ତି। ତ ମୋର କହିବାର ଉଦ୍ଦେଶ୍ୟ, ଆମେ ଯେତେବେଳେ ଗୋଟେ ଓଜନ ଜିନିଷକୁ ବୋହିକି ନେଉଛେ, ଯେତେବେଳେ ଆମେ ତାକୁ ଗ୍ରହଣ କରି ନେଉଛେ, ସେ ଓଜନଟା ଆମକୁ ହାଲକା ଲାଗୁଛି, ମାନେ ଆମେ ସେଟା ମେଣ୍ଟାଲି ପ୍ରିପେୟାର ହେଇଯାଉଛି। କିନ୍ତୁ ଆମେ ଯେତେବେଳେ ଅନିଚ୍ଛା ସତ୍ତ୍ୱେ କିଛି ଓଜନ ଜିନିଷ ଉଠାଉଛେ, ସେତେବେଳକୁ ଆମକୁ ଚିଡ଼ଚିଡ଼ ଲାଗୁଛି। ତ ମୁଁ କହିବା କଥା ହେଉଛି, ଆମେ ଯଦି ସେଇ ଓଜନ ଜିନିଷଟାକୁ ହାଲକା କରିବା, ମାନେ ଆମେ ଜୀବନକୁ ବୁଝିବାକୁ ଚେଷ୍ଟା କରିବା। ଜୀବନକୁ ଆମେ ବୁଝିପାରିବାନି, କିନ୍ତୁ ଚେଷ୍ଟା କରିପାରିବା। ଯେତେବେଳେ ଆମେ ଜୀବନକୁ ବୁଝିପାରିବା, ସେତେବେଳେ ଆମେ ନିଶ୍ଚିନ୍ତ ଭାବେ ଆମେ ସେ ଯେଉଁ ସମସ୍ୟାକୁ ମୁଣ୍ଡେଇଛେ, ତାକୁ ଆମେ କିଛିଟା ମାତ୍ରାରେ ହାଲକା କରିକି ଆଗକୁ ଯାଇପାରିବା। ତ ଏବେ ମୁଁ କହୁଛି, ଆପଣଙ୍କୁ ଶୁଣନ୍ତୁ। ଆମେ ଯେତେବେଳେ ଏଇ ଯେଉଁ ଭିଡ଼ିଓଟି ମୁଁ ପର୍ଟିକୁଲାର କହୁଛି, ଆଜିର ଆଧୁନିକ ଯୁଗର ଯେଉଁମାନେ ପ୍ୟାରେଣ୍ଟସ୍ ଆଉ ଆଧୁନିକ ଯୁଗର ପିଲାମାନେ ଯାହା ଆଧୁନିକତାକୁ ଆପଣେଇଛନ୍ତି, ସେଇମାନଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ। ଆପଣ ଦେଖିବେ, ଆପଣ ନିଜେ ଯେତେବେଳେ ପ୍ୟାରେଣ୍ଟସ୍ମାନଙ୍କୁ ମୁଁ କହୁଛି, ଯେତେବେଳେ ଛୋଟ ଥିଲେ, ଯେଉଁ ଗ୍ରାଜୁଆଲି ଆପଣ ଯେତେବେଳେ ବଡ଼ ହେଲେ, ଆପଣ ଯେତିକି ସମସ୍ୟାକୁ ବୁଝିପାରିଲେ, ଯେତିକି ପରିବାରର କର୍ତ୍ତବ୍ୟକୁ ବୁଝିପାରିଲେ, ଆପଣ ଆପଣଙ୍କ ପିଲା ପାଖରେ ସେତିକି ଦେଖୁନାହାନ୍ତି। ମୋର କହିବାର କଥା ହେଲା, ଆମେ ବର୍ତ୍ତମାନ ଆଗରୁ ଆପଣ ଦେଖିବେ, ଆଗରୁ ସମସ୍ତଙ୍କ ଘରେ 2ରୁ ଅଧିକ ଛୁଆ ରହୁଥିଲେ, ମ୍ୟାକ୍ସିମମ୍ ଲୋକଙ୍କ କ୍ଷେତ୍ରରେ। ତ ସେ ଜାଗାରେ କ'ଣ ହୁଏ ଜାଣିଛନ୍ତି? ଆମର ସେତେବେଳେ ଫ୍ରିଜ୍ର ବି ସୁବିଧା ଉପଲବ୍ଧ ନଥିଲା ମ୍ୟାକ୍ସିମମ୍ ଲୋକଙ୍କ ଘରେ। ତ ଗୋଟେ ଘରକୁ ଗୋଟେ ଜିନିଷ ଆସୁଥିଲା, ସେଟା ପିଲା ସେୟାରିଂ କରିକି ଖାଇବା ଶିଖୁଥିଲେ। ତାଙ୍କୁ ଯେଉଁ ପିଲା ନଖରାମି କରୁଥିଲା, ତାକୁ ତାଗିଦ କରାହେଉଥିଲା ଯେ ଯଦି ନ ଖାଇବ ଆଉ ମାଗିବୁନି ପଛରେ। ତ ପିଲା ସେଟା ଖାଇ ଦେଉଥିଲେ, କାଳେ ମୋତେ ମିଳିବନି, କାଳେ ଆଉ ସରିଯିବ, ଘରେ ଆହୁରି ଅଧିକ ଲୋକ ଅଛନ୍ତି। ବର୍ତ୍ତମାନ କ୍ଷେତ୍ରରେ କ'ଣ ହେଉଛି ଜାଣିଛନ୍ତି? ମଝିରେ ତ ହେଲା ଆମେ 2। ବର୍ତ୍ତମାନ କ'ଣ ହେଇଛି କହିଲେ, 1 ଏବେ ନୁହଁ, 2 କେବେ ନୁହଁ। ତ ଏବେ ଦେଖିବେ ଆପଣ, ମାକ୍ସିମମ୍ ମାନେ 100% କହିଲେ ଚଳେ, ସମସ୍ତଙ୍କ ଘରେ ଗୋଟିଏ ଛୁଆ, ଆଉ ବାଇଚାନ୍ସ କେତେଟା ଜାଗାରେ 2ଟା ଛୁଆ। ତ ସେ ଯେଉଁ ଗୋଟେ ଯୋଡ଼େ ଛୁଆ ହେଉଛନ୍ତି, ସେ ଦେଖୁଛନ୍ତି, ବାପା ମା' ବି ବାହାରେ ରହିଲେ, ମ୍ୟାକ୍ସିମମ୍ ଜଏଣ୍ଟ ଫ୍ୟାମିଲି ଆଉ ନାହାନ୍ତି, ଘର ଭିତରେ ବାପା ମା' ଛୁଆ। ତେଣୁ ସେମାନେ ଦେଖୁଛନ୍ତି ଏ ଘର ଭିତରେ ଯେତେ ଜିନିଷ ଅଛି, ସେଗୁଡ଼ା ସବୁ ଆମ ପାଇଁ ଉଦ୍ଦିଷ୍ଟ। ତ ଆଜିକାଲି ପିଲାଙ୍କର ଖାଇବାର ଲୋଭ ଆଉ ରହୁନି, କାରଣ ତାଙ୍କୁ ମାଗିବା ପୂର୍ବରୁ ଘରେ ସବୁ ଆଭେଲେବୁଲ୍ ହେଇଯାଉଛି। ତ ସେ ପଚିକି ନଷ୍ଟ ହେଉଛି, ଫୋପଡ଼ା ହେଉଛି। ଘରେ ଫ୍ରିଜ୍ ଅଛି, ରଖାହେଉଛି, ସେ କିଛି ଦିନ ପରେ ନଷ୍ଟ ହେଉଛି, ଫୋପଡ଼ା ହେଉଛି। ତାପରେ ଆଉ ଗୋଟେ ଭଲ ଜିନିଷ ଏ ପିଲା ପାଇଁ ଆସିଯାଉଛି। ଆଉ ମ୍ୟାକ୍ସିମମ୍ ବାପା ମା' ଯେଉଁ ଆପଣ ହାୟର କ୍ଲାସ୍ ଦେଖନ୍ତୁ, ଆପଣ ମିଡ଼ିଲ୍ କ୍ଲାସ୍ ଦେଖନ୍ତୁ, ଆପଣ ଯାହାକୁ ଦେଖିବେ, ସମସ୍ତେ ନିଜର କ୍ୟାପାସିଟି ବି ଯେତିକି, ତାଠୁ ଅଧିକ କହିଲେ ଅତ୍ୟୁକ୍ତି ହେବ ନାହିଁ, ସେମାନେ ପିଲାଙ୍କ ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି। ମୁଁ ଯେଉଁଟା ପାଇନି ମୋ ପିଲା ପାଉ, ମୁଁ ଯେଉଁଟା ଖାଇନି ମୋ ପିଲା ଖାଉ, 5 ଜଣ ଯେମିତି ପିନ୍ଧୁଛନ୍ତି ମୋ ପିଲା ପିନ୍ଧୁ। ଏଇ ଯେଉଁ ମେଣ୍ଟାଲିଟି ସବୁ ବାପା ମାଆଙ୍କର ଅଛି। ଗୋଟେ ଯୋଡ଼େ ଛୁଆ ହେଉଛନ୍ତି, ଆଉ ସେମାନେ ଭରପୁର ମାତ୍ରାରେ ପିଲାକୁ ସବୁ ସୁଯୋଗ ଦେଉଛନ୍ତି, ଯେଉଁଟାକି ପିଲା ବି ଆଉ ଅଭାବ ଜାଣିଲେନି। ପିଲାର ସବୁ ଜିନିଷ ପିଲାକୁ ମିଳିଲା, ସେୟାରିଂ ଜାଣିଲାନି, ଘରେ ଆଉ କେହି ନାହାନ୍ତି, ସେୟାରିଂ ଜାଣିଲାନି।
ଗ୍ରାଜୁଆଲି ସେ ପିଲା ବଡ଼ ହେଲା ଆଉ ସେଇ ଜିନିଷଟାରେ ବି ସେ ଅଭ୍ୟସ୍ତ ହୋଇଗଲା ସେଇ ପରିବେଶ ସହିତ। ଆମେ ଯେତେବେଳେ ପିଲାକୁ ହଠାତ୍ ବଡ଼ ହୋଇଗଲା ପରେ କିଛି ତାଠୁ ଏକ୍ସପେକ୍ଟ କରୁଛେ ସେଟା ଆମକୁ ରିଟର୍ଣ୍ଣରେ ମିଳୁନି, ଅବଭିୟସ୍ଲି ମିଳିବନି। ତାପରେ ଆମେ କ'ଣ କରୁଛନ୍ତି, ଯେତେବେଳେ ଗୋଟେ ଛୁଆ କି ଯୋଡ଼େ ଛୁଆ ହେଉଛନ୍ତି ଆମେ ନିହାତି ଘର ଭିତରେ ସେତିକି ଛୁଆ ରହିଲା ବେଳକୁ ଆଫେକ୍ସନ୍ଟା ତାଙ୍କ ଉପରେ ସବୁ ରହୁଛି, ଆଟେନସନ୍ ବି ତାଙ୍କ ଉପରେ ସବୁ ରହୁଛି, ଯାହାଦ୍ୱାରା କିଛି କାମ ବି ଆମେ ତାଙ୍କୁ କହୁନାହିଁ କରିବାକୁ। ଆମେ ଯେଉଁ କାମ ଯେତିକି ବୟସରେ ବି କରୁଥିଲେ, ଯେଉଁ ଦାୟିତ୍ୱ ବି ନେଉଥିଲେ, ଆମ ପିଲାକୁ ଆମେ ଛୋଟ ପିଲାଟା ଆମ ଆଖି ଆଗରେ ସିଏ ଯେତେ ବଡ଼ ହେଲେ ବି ସେ ଛୋଟ ପିଲା ହେଇକି ରହୁଛନ୍ତି। ତ ଏଇଥିରେ କ'ଣ ହେଉଛି କି ଆମେ ଆଫେକ୍ସନ୍ଟାକୁ ଏତେ ଶୋ କରିଦେଉଛୁ, ତା'ମାନେ କ'ଣ ଆମକୁ ପୁରୁଣାକୁ ଯଦି ଚାଲିଯିବା କ'ଣ ସେମାନେ ଭଲ ପାଉନଥିଲେ ପିଲାକୁ, ସେଇଟା ନୁହେଁ। ଆମେ ଆଫେକ୍ସନ୍ରେ ଏତେ ଅନ୍ଧ ହୋଇଯାଉଛି ଯେ ପିଲା ଦୈନନ୍ଦିନ ଜୀବନର ଚଳଣିକୁ ଭୁଲି ଯାଉଛନ୍ତି। ତ ତାଙ୍କୁ କେଉଁଟା କରିବା କଥା, ବୟସ ଅନୁତାପରେ ଯେତେବେଳେ ସେମାନେ ଗ୍ରାଜୁଆଲି ବଡ଼ ହେଉଛନ୍ତି, କେଉଁଟା କେତିକି କରିବା ଦରକାର, କେତିକି ରେସ୍ପନ୍ସିବିଲିଟି ନେବା ଦରକାର, ପିଲା ସେଇଟା ଭୁଲି ଯାଉଛନ୍ତି। ତଦ୍ୱାରା କ'ଣ ହେଉଛି ଜାଣିଛନ୍ତି, ଆମେ ପୁଅ ହେଉ କିମ୍ବା ଝିଅ ହେଉ, ସିଏ ଯେତେବେଳେ ବାହାରକୁ ଯାଉଛନ୍ତି ପାଠ ପଢ଼ିବାକୁ, କେଉଁଠି ଚାକିରି କରୁଛନ୍ତି କି ବାହା ହେଇଯାଉଛନ୍ତି, ଯାହା ବି ହେଉଛି ସେଠି ତାଙ୍କର ବିଶୃଙ୍ଖଳା ହେଉଛି। କାରଣ କେହି କାହାକୁ, ସିଏ ଭାବୁଛି ସିଏ ସବୁ କରୁ, ଇଏ ଭାବୁଛି ସିଏ ସବୁ କରୁ, ସ୍ୱାମୀ ସ୍ତ୍ରୀ ଭିତରେ ମନାନ୍ତର ମତାନ୍ତର ହେଉଛି। ଆମେ ଯେତେବେଳେ ଆମ ଝିଅଟା କିଛି ନ କରୁ, ଶୋଇଥାଉ କି ବସିଥାଉ କି ଆମେ ତାକୁ ରିଲାକ୍ସ କରୁଛେ, ହଉ ଜାଣିନି ଛୋଟ ପିଲାଟା, ସିଏ ଯେତେବେଳେ ବାହା ହେଇକି ଯାଉଛି ସେତେବେଳେ ସେଠି ତାକୁ ସଡନ୍ ଦିଆଯାଉଛି ସବୁ ଡ୍ୟୁଟି କରିବା ପାଇଁ। ତାହେଲେ ସେ ଅଟୋମେଟିକ୍ ଭାବିବ ଯେ ଏଇ ଶାଶୁଘର ଲୋକ ଶତ୍ରୁ, ମୋ ବାପା ମା' ମୋତେ କିଛି କହୁନଥିଲେ, ଏମାନେ ସବୁ କଥା କହୁଛନ୍ତି, ମୋତେ ସକାଳୁ ଉଠିବାକୁ କହୁଛନ୍ତି, ମୋତେ ଚାହା କରିକି ଦିଅ କହୁଛନ୍ତି। ଏସବୁ ଆପଣ ଚିନ୍ତା କରନ୍ତୁ, ଗୋଟେ ଶୃଙ୍ଖଳିତ ପରିବାର ପାଇଁ ଏଇଟା ନିହାତି ଗୋଟେ ପ୍ରତିବନ୍ଧକ ହେଉଛି। ପିଲାର ମାନସିକତା ଆସୁଛି ଯେ ଏମାନେ ମୋତେ ମୋ ଶତ୍ରୁ, ଶାଶୁଘର ଲୋକଙ୍କର ମାନସିକତା ଆସୁଛି ଯେ ଇଏ କିଛି ଜାଣିନି, କିନ୍ତୁ ସେ ଜାଗାରେ ତାଙ୍କ ଝିଅ ବି ଯଦି କିଛି ଜାଣିନି ସେଇଟା ସେ ଅପୋଜ୍ କରୁନାହାନ୍ତି। ତ ନଜରିଆ ବି ଚେଞ୍ଜ ହେଇଯାଉଛି। ଯଦି ଆପଣ ଚାହୁଁନାହାନ୍ତି ତାହେଲେ ବହୁଠୁ ବି ଚାହିଁବେନି ନା। ତେଣୁ ଲୋକ ଚାହୁଁଛନ୍ତି, ଲୋକଙ୍କର ଚାହିଁବାଟା ବନ୍ଦ ହେଇନି, କିନ୍ତୁ ଲୋକଙ୍କର ଗଢ଼ିବାଟା ବଦଳି ଯାଇଛି। ମୋର କହିବାର ଉଦ୍ଦେଶ୍ୟ ଏଇଆ। ଆମେ ଆମ ସଂସ୍କୃତି, ସଂସ୍କାର, ପରମ୍ପରାକୁ ଆମେ ଯଦି ଯିବା, ଆମ ଘରକୁ ଜଣେ ଆସିଲେ ଆମେ ପାଣି ଗ୍ଲାସ୍ଟି ଯାଚୁଛେ, ଖାଇବା ପାଇଁ କହୁଛେ, ରହିବା ପାଇଁ କହୁଛେ, ଭଲ ମନ୍ଦ ପଚାରୁଛେ, ସବୁ କରୁଛେ। ତ ଆମର ଏଇଟା ପାର୍ଟ ଅଫ୍ ଲାଇଫ୍। ଆମେ ତ ଆମକୁ ଯେଉଁଠି କରିବାର ଅଛି, ତ ସେ ଯେଉଁ ଘରକୁ ଯିବା କି କ'ଣ, ଆମେ ତ ସେଇ ଜାଗାରେ ସେମାନେ ଆମଠୁ ସେଇଟା ଆଶା କରିବେ ନା। ତ ଆମକୁ ଯେମିତି ଭଲ ଲାଗୁଛି, ଆମକୁ ସେ ବ୍ୟବହାରଟା କିଏ କଲେ, ଆମେ କଲେ ତାକୁ ବି ଭଲ ଲାଗିବ। ତେଣୁ ଏକ୍ସପେକ୍ଟେସନ୍ ସମସ୍ତଙ୍କ ପାଖରେ ଅଛି। ସେତେବେଳେ ଏତିକି ଥିଲା କି ମ୍ୟାକ୍ସିମମ୍ ଝିଅ ଘରକରଣା ଜିନିଷଟା ଝିଅମାନଙ୍କ ଉପରେ ଲଦି ଦିଆଯାଉଥିଲା। ମ୍ୟାକ୍ସିମମ୍ କ୍ଷେତ୍ରରେ ପୁଅମାନେ ଏଥିରେ ରିଲାକ୍ସ ପାଇଯାଉଥିଲେ। କିନ୍ତୁ ଏବେ କ'ଣ ହେଉଛି, ଏବେ ଆଫେକ୍ସନ୍ରେ ସମସ୍ତେ ସେଇ ଟାଇପ୍ର ରହୁଛନ୍ତି। ତ ମୁଁ କହିବାର କଥା, ବର୍ତ୍ତମାନ ପୁଅ ନୁହେଁ କି ଝିଅ ନୁହେଁ, ପୁଅଟା ବି ଯଦି ଆପଣ ଶିଖେଇଥିବେ ତାହେଲେ ସ୍ତ୍ରୀଟି ସହିତ, କାରଣ ଆଗର ସ୍ତ୍ରୀ ଲୋକମାନେ ଘରେ ରହୁଥିଲେ, ଯିଏ ବି ହଉ ସିଏ ତାଙ୍କର ଇଏ କରୁଥିଲେ। ଆଜିକାଲି ଝିଅମାନେ ବାହାରକୁ ଯାଉଛନ୍ତି, କିଛିଟା କାମ ତାଙ୍କ ଉପରେ ଲଦି ଦିଆଯାଉଛି। ତ ହେଲା ବେଳକୁ ଯଦି ସ୍ୱାମୀଟି ବି ଶିଖିନଥିବ, ସେ ତାକୁ କୋଅପରେଟ୍ କରୁନି। ଯଦି ସ୍ତ୍ରୀଟି କହିଲା କରିଦିଅ ବୋଲି ସେ କହୁଛି, ମୋ ସ୍ୱାମୀ ହେଇକି ମୋତେ କହିଲୁ, ତାର ଇଗୋ ହେଉଛି, ଏସବୁ ଜିନିଷରେ ମତାନ୍ତର ଆସିବ ହିଁ ଆସିବ। ଯଦି ଆମେ ସମସ୍ତେ ସମସ୍ତଙ୍କର ପରିପୂରକ ହୋଇକି ସମସ୍ତେ ସବୁ କାମ କରିଚାଲିବା, ତାହେଲେ ସେ ଶୃଙ୍ଖଳିତ ଭାବରେ ଚାଲିବ। ତ ଏସବୁ ଦୃଷ୍ଟିରୁ ଆପଣ ଦେଖିବେ, ଚାକିରି କ୍ଷେତ୍ରରେ ଆପଣ ବାହାରକୁ ଯିବେ, ଆପଣ ଯଦି ମିନିମମ୍ ଗୋଟେ ପିଲାକୁ ଶିଖେଇବେ ବୟସ ଅନୁସାରେ, ପିଲା ତ ନିଜ କାମ, ନିଜ ନିତ୍ୟକର୍ମ, ନିଜର ଯେତିକି ଦୈନନ୍ଦିନ ଜୀବନର କାମ କରିବ। ଆପଣଙ୍କ ପ୍ରତି ଜାଗାରେ ସବୁ ପିଲା ଏତେ ଯୋଗ୍ୟ, ଏତେ ରୋଜଗାର କରୁଛନ୍ତି ଯେ ଗୋଟେ କାମବାଲି ରଖିବେ। ସେ କାମବାଲି ରଖିଲେ ବି ଆପଣ ଦେଖିଲେ ତ କରୋନା ବେଳେ କାମବାଲିକୁ ବି ବନ୍ଦ କରାହେଇଥିଲା। ତାହେଲେ ଏମିତି ବି ସିଚୁଏସନ୍ ଆସିପାରେ, ସେ ଆସିବନି, ସେ ନ ଆସିଲେ ଆପଣ ଉପାସ ରହିବେ। ତ ମୁଁ କହିବା କଥା ହେଉଛି, ପିଲାକୁ ନିଜର ନିଜ କାମ, ରୋଷେଇ, ଘରକରଣା, ସେ ପୁଅ ହଉ ଝିଅ ହଉ, ପ୍ରତିଟି ସଣ୍ଠଣା, ଶୃଙ୍ଖଳା, ଏସବୁ ଜିନିଷ ଶିଖେଇବା ନିହାତି ଆବଶ୍ୟକ। ତ ଚାକିରି କ୍ଷେତ୍ରରେ ପିଲା ଯଦି ବାହାରେ ଯାଇକି ରହିଲେ, ସେ କ୍ରେଡ଼ିଟ୍ରେ କହିବେ ମୁଁ କିଛି ଜାଣିନି, ମୋତେ କିଛି ଆସେନି, ଆମ ଘରେ କିଛି କରନ୍ତିନି, ଏଇଟା କ'ଣ ଭଲ ଜିନିଷଟେ?
ଆପଣ ଯେତେ ଲୋକ ରଖନ୍ତୁ ଠିକ୍ ଅଛି, ରଖନ୍ତୁ, ଆପଣଙ୍କର ଫାଇନାନ୍ସିଆଲି ଆପଣ ଡେଭଲପ୍ ଅଛନ୍ତି, ଆପଣ ରଖିଲେ। ତ ପିଲାକୁ ଶିଖେଇଥାନ୍ତୁ, ଆବଶ୍ୟକତା ପଡ଼ିଲା ପରେ ପିଲା ଯେମିତି ତା'ର ନିଜ କାମ ବି ବୁଝିପାରିବ, କେଉଁଠି କେମିତି ତା'ର ସମ୍ମାନଟା ତଳେ ପଡ଼ିବନି, ସେ ଆଉ କିଏ ବି ତା ପାଖକୁ ଆସିଛି ତାକୁ ଅଭ୍ୟର୍ଥନା ଦେଇପାରିବ। ଏଇଟା ଭଲ ଜିନିଷ ନୁହେଁ। ପିଲା ଯେଉଁ କ୍ରେଡ଼ିଟ୍ରେ କହୁଛି ମୁଁ ଜାଣିନି, ମୁଁ ଘରେ କିଛି କରେନି, ଏ ଜିନିଷଟା ଭୁଲ ଜିନିଷ। ଆପଣ ତାକୁ ପରିବର୍ତ୍ତନ କରାନ୍ତୁ। ତାପରେ ଆଉ ଗୋଟେ ଜିନିଷ, ଛୋଟ ଛୋଟ ଜିନିଷ ଆପଣ ହସି ପାରନ୍ତି, ମୁଁ କହୁଛି ବୋଲି। ଅଫିସ୍ ହେଉ, ଯେକୌଣସି ଜାଗାକୁ ଯାଆନ୍ତୁ, ପବ୍ଲିକ୍ ପ୍ଲେସ୍, ଆପଣ ଖାଇବେ, ପରିଷ୍କାର କରିବେ, ବାଥରୁମ୍ ୟୁଜ୍ କରିବେ, ପାଣି ଢାଳିବେ, ଏସବୁ ଜିନିଷ ପାର୍ଟ ଅଫ୍ ଶୃଙ୍ଖଳା, ଯେଉଁଟାକି ଆଜିକା ଯୁଗରେ ଏଇଟା ଅଭାବ ଦେଖାଯାଉଛି। ଆପଣ ଲକ୍ଷ୍ୟ କରିବେ। ଆଉ ଆମେ ସମସ୍ତେ ଗୋଟେ ବଡ଼ି ମାରି ଚାଲିଛେ ଯେ ମୁଁ ଏଇଟା କରେନି, ମୋ ପାଖେ ପଇସା ଅଛି, ମୁଁ ଲୋକ ରଖିଦେବି, ମୋର ବାସନ ମାଜିବାକୁ ଲୋକ ଆସିବେ। ଏସବୁ ଭୁଲ ଜିନିଷ। ଯେତେ କଲେ ବି, ଯେତେ ବାହାର ଲୋକର ଆବଶ୍ୟକତା ନେଲେ ବି, ଆପଣ ନେସେସରୀ ସମୟରେ ନିଜ କାମ ନିଜେ କରିବା। ଲୁଗାପଟା ସଫା କରିଦେବା, କି ଲୁଗାପଟା ଗୁଡ଼ା ଫୋପାଡ଼ି ଦେଇ ବାଥରୁମ୍ରେ ପଳାଇ ଆସିବେ, କି ଗୋଟେ କରିଦେଉ। ଏସବୁ ଯେଉଁ ମାନସିକତା ଧୀରେ ଧୀରେ ଯେତେବେଳେ ଡେଭଲପ୍ ହେଉଛି, ପିଲା ବଡ଼ ହେଲା ପରେ ସେଇଟା ଆକ୍ସେପ୍ଟ କରିବାକୁ ତାଙ୍କୁ କଷ୍ଟ ହେଉଛି। ଯେଉଁଟାକି ସ୍ୱାମୀ ସ୍ତ୍ରୀ ବାହାରେ ରହିଲେ ବି, ମାନେ ଆଜି ଭଲ ଲାଗୁନି, ବାହାରେ ବି ସବୁ ଜିନିଷ ମିଳିଲା, କିଣିକି ଆଣ ଖାଇଦେବା, ଏସବୁ ବିଶୃଙ୍ଖଳାର ଆରମ୍ଭ ହେଉଛି। ଆମେ ଯଦି ଆମ ଝିଅଟିକୁ ଆକ୍ସେପ୍ଟ କରୁଛେ ବାହାରୁ ଆସିବା ଆଣିକି ଖାଇବା ପାଇଁ, ସେତେବେଳେ ଯଦି ବୋହୂଟି କହୁଛେ ଆମେ ଆକ୍ସେପ୍ଟ କରିପାରୁନାହିଁ, ସବୁବେଳେ କ'ଣ ବାହାର ଡାକୁଛି, ମାଗୁଛି, ମଗାଇବାକୁ କହୁଛି, ଡିଫରେନ୍ସ ହେଉଛି। ତେଣୁ ଆମ ମନ ଭିତରେ ଶୃଙ୍ଖଳା ଚାହୁଁଛି, କିନ୍ତୁ ଆମେ ତାକୁ ଗଢ଼ି ନାହିଁ, ଆଉ ସେଟାକୁ ଆକ୍ସେପ୍ଟ କରିନେଉଛେ ଅତି ଅନ୍ଧ ଭାବରେ ଭଲ ପାଇକି। ତେଣୁ ମୁଁ ସମସ୍ତଙ୍କୁ ଆଜିର ଆଧୁନିକତାର ଦ୍ୱାହି ଦେଇ ଗଢ଼ି ଉଠିଥିବା ଆଧୁନିକ ପରିବାରର ପ୍ରତିଟି ବାପା ମା', ପ୍ରତିଟି ପିଲାଙ୍କୁ ଅନୁରୋଧ କରିବି, ଏଇସବୁ ଯେତେ ଆମେ ଆଗେଇଲେ ବି ଏଇସବୁ ଯେଉଁ ଶୃଙ୍ଖଳାକୁ ଯଦି ଆମେ ଗ୍ରହଣ କରିନେବା, ନିଶ୍ଚିନ୍ତ ଭାବରେ ଆମର ଆଗାମୀ ଦିନଗୁଡ଼ିକ ଭଲରେ କଟିବ। ଆମେ ଯେକୌଣସି ରିଲେସନ୍ ସହିତ ରହିଲେ ମଧ୍ୟ। ନମସ୍କାର, ରହୁଛି।